ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ପ୍ରଚଳିତ ପରିବେଶ ପାଠ, ଯାହାକି ତୃତୀୟ ଶ୍ରେଣୀର ବିଚିତ୍ର ଆମ ପୃଥିବୀର ପ୍ରଥମ ଅଧ୍ୟାୟକୁ ଆମେ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ଯାଏଁ ଏହି ଭିଡ଼ିଓଟିକୁ ଦେଖି ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଯେଉଁମାନେ ଆମ ଚ୍ୟାନେଲ ପାଇଁ ନୂଆ ଅଛନ୍ତି, ଦୟାକରି ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ତେବେ ଆସନ୍ତୁ ଏହି ପାଠଟିକୁ ଆମେ ଆରମ୍ଭ କରିବା। ପାଠ 1, ପରିବାର ଏବଂ ବନ୍ଧୁବାନ୍ଧବ। ଆମେ ପରିବାର ଏବଂ ବନ୍ଧୁବାନ୍ଧବ ବିଷୟରେ ବର୍ତ୍ତମାନ ଆଲୋଚନା କରିବା। ଦେଖ ପିଲାଏ, ଆମେ ଏଇଠି ଛବି ଦେଖୁଛେ। ଏଠି ଆମେ ପରିବାର ବନ୍ଧୁବାନ୍ଧବ ବିଷୟରେ ଆମେ ଜାଣିବା। ତେଣୁ ଏଠାରେ ଯେଉଁ ଚିତ୍ର ଦେଖୁଛ, ଆମ ପରିବାରର ଏବଂ ବନ୍ଧୁବାନ୍ଧବଙ୍କ ଚିତ୍ର। ଏହାକୁ ଆମେ ମନେ ରଖିବା। ଆମେ ଜାଣିଛନ୍ତି ଆମ ପରିବାର କହିଲେ କ'ଣ ବୁଝ? ପରିବାର କହିଲେ ବାପା, ମା, ଭାଇ, ଭଉଣୀକୁ ବୁଝାଏ ଏବଂ ଏହି ପରିବାର ଛୋଟ ହୁଏ ଏବଂ ବଡ଼ ହୋଇଥାଏ। ଯେଉଁ ପରିବାର ଛୋଟ ହୋଇଥାଏ ତାହାକୁ ଛୋଟ ପରିବାର ବା ଏକକ ପରିବାର କୁହାଯାଏ। ଏଠାରେ କେବଳ ବାପା, ମା, ଭାଇ, ଭଉଣୀ କିମ୍ବା ଜେଜେବାପା, ଜେଜେମା ରହିଥାନ୍ତି। ଠିକ୍ ସେହିଭଳି ଯେଉଁ ପରିବାରରେ ବାପା, ମା, ଜେଜେବାପା, ଭାଇ, ଭଉଣୀ, ବଡ଼ ବାପା, ବଡ଼ ମା, ତାଙ୍କ ପୁଅ, ତାଙ୍କ ଝିଅ, କକା, ଖୁଡ଼ୀ ଏକାଠି ରହନ୍ତି, ତାକୁ କୁହାଯାଏ ବଡ଼ ପରିବାର ବା ଯୌଥ ପରିବାର। ତେଣୁ ପରିବାର ବିଷୟରେ ଆମେ ଜାଣିଛେ। ବର୍ତ୍ତମାନ ଆମେ ଏଠି ଏହି ପାଠରେ ଆମେ ଆଉ କିଛି ଅଧିକ ଜାଣିବା। ଦେଖ ପିଲାମାନେ, ଏଠି ଲେଖା ହେଇଛି ଏକାଠି ଖେଳିବା। ନମସ୍କାର, ମୋ ଘରକୁ ସ୍ୱାଗତ। ମୋ ନାଁ ସ୍ନେହା। ମୋର 2 ଭାଇ ଅଛନ୍ତି। ବଡ଼ ଭାଇଙ୍କ ନାମ ଶ୍ୟାମ ଏବଂ ଛୋଟ ଭାଇର ନାମ ସୁରଜ। ଆମକୁ ବାହାରେ ଏକାଠି ଲୁଚକାଳି, ଲୁଚିବା ଏବଂ ଖୋଜିବା ଖେଳିବାକୁ ମଜା ଲାଗେ। ଲୁଚକାଳି କେମିତି ଖେଳାଯାଏ ତୁମେ ଜାଣ କି ପିଲାମାନେ? ଆମେ ଜାଣିଛେ ଲୁଚକାଳି କେମିତି ଖେଳାଯାଏ, କେମିତି ଜଣେ ଲୁଚେ ଏବଂ ଅନ୍ୟ ଜଣେ ଖୋଜିଥାଏ, ସେ ବିଷୟରେ ଆଲୋଚନା କରାଯାଇଛି। ବିଚିତ୍ର ଆମ ପୃଥିବୀର ଇଏ ହେଉଛି ପରିବେଶ ପାଠ। ସେସବୁ ଆମେ ଆଲୋଚନା କରିବା। ଏଠି ଦେଖ ଛବି ଦେଖାଯାଉଛି। ଆମ ଘରକୁ ଅତିଥି ଆସୁଛନ୍ତି। ମାନେ ଏହି ପାଠର ନାଁ ହେଉଛି ଆମ ପରିବାର ଏବଂ ଆମର ବନ୍ଧୁବାନ୍ଧବ। ପରିବାର ଏବଂ ବନ୍ଧୁବାନ୍ଧବ ସେ ବିଷୟ ଉପରେ ଆଧାରିତ। ତେଣୁ ଏଠାରେ ଆମ ପରିବାରକୁ କୌଣସି ଅତିଥି ବା ଆମର ବନ୍ଧୁବାନ୍ଧବ ଆସୁଛନ୍ତି, ସେ ବିଷୟରେ ଆମେ ଏହି ପାଠଟି ପଢ଼ିବା। ତୁମେ ଜାଣିଛ ପିଲାମାନେ, ଆମ ଘରକୁ ଯଦି ଅତିଥି ବା ଆମର ବନ୍ଧୁବାନ୍ଧବ ଆସନ୍ତି, ଆମେ କ'ଣ କରିବା? ଆମେ ତାଙ୍କୁ ପ୍ରଣାମ କରୁ, ତାଙ୍କୁ ସମ୍ମାନ ଦେଇ ବସିବାକୁ ଦେଉ, ତାଙ୍କର ଭଲ ମନ୍ଦ କଥା ଆମେ ବୁଝିଥାଉ ନା ନାହିଁ ପିଲାମାନେ? ତେଣୁ ଏହି ଛବିରେ ଦେଖ ପିଲାମାନେ କିପରି ରହିଛନ୍ତି ଏବଂ ପିଲାମାନେ କିପରି ଖେଳୁଛନ୍ତି। ଆମେ ଖେଳ ମାଧ୍ୟମରେ ଏହି ପାଠଟିକୁ ଆଲୋଚନା କରିବା। ଦେଖ, ଘରେ ଆମେ ସମସ୍ତେ ସୁରଜ ସହ ଲୁଚକାଳି ଖେଳିବା ପାଇଁ ଭଲ ପାଉ। ଆମେ ଆମ ଘର ବାହାରେ ଥିବା ଖୋଲା ସ୍ଥାନରେ ଖେଳୁ। ଆମେ ଖେଳୁ କେଉଁଠି ନା ଯେଉଁଠି ଖୋଲା ସ୍ଥାନ ଅଛି, ଯେଉଁଠି ବୁଲିବା ପାଇଁ ଦୌଡ଼ିବା ପାଇଁ ସୁବିଧା ହେବ, ସେଠି ଆମେ ଖେଳୁ। ଆମ ଘର ଭିତରେ ବିଭିନ୍ନ ଫୁଲ ଗଛ ଥିବା ଗୋଟିଏ ବଗିଚା ଅଛି। ଆମର ବନ୍ଧୁ ସମ୍ପର୍କୀୟ ଏବଂ ପଡ଼ୋଶୀମାନେ ବଗିଚାକୁ ବୁଲିବାକୁ ଆସନ୍ତି। ସେମାନେ ସେଠାରେ ଏକାଠି ବସି କଥାବାର୍ତ୍ତା ମଜା କରନ୍ତି। ଯେତେବେଳେ ମୋ ବାପା, ମା ଦିନସାରା କଠିନ ପରିଶ୍ରମ କରି ଥକି ଯାଆନ୍ତି, ସେମାନେ ମଧ୍ୟ ଏଠାରେ ବସି ଆରାମ କରନ୍ତି। ଆମେ ସମସ୍ତେ ଏକାଠି ବସି ସନ୍ଧ୍ୟା ସମୟକୁ ଉପଭୋଗ କରିଥାଉ। ଦେଖ ପିଲାମାନେ, ଯେତେବେଳେ ଆମ ଘର ଚାରିପାଖରେ ନାନା ପ୍ରକାର ବଗିଚା ରହିଛି, ଦେଖିଛେ। ତେଣୁ ସେହି ବଗିଚା ଚାରିପାଖ ସୁନ୍ଦର ଭାବରେ ନାନା ପ୍ରକାର ଫୁଲ ଗଛ ରହିଥାଏ।
ସେଇ ଫୁଲ ଗଛ ବଗିଚା ଭିତରେ ଆମେ ଖେଳୁ, ବୁଲୁ, ନାଚୁ, ଲୁଚକାଳି ଖେଳୁ। ତେଣୁ ଯେତେବେଳେ ଆମେ ହାଲିଆ ଲାଗେ ସେଟା ଆମେ ବସି ପଡ଼ୁ। ଠିକ୍ ସେହିଭଳି ଆମର ବାପା ମା ବଗିଚାରେ କାମ କରନ୍ତି। କାମ କରିଥିବା ସମୟରେ ଯେତେବେଳେ ହାଲିଆ ହୋଇଯାଆନ୍ତି ସେଠାରେ ବିଶ୍ରାମ କିଛି ସମୟ ନେଇଥାନ୍ତି। ତେଣୁ ଆମେ ସନ୍ଧ୍ୟା ସମୟରେ ସେଇ ବଗିଚାରେ ମଧ୍ୟ ବସି କିଛି ସମୟ ବସିଥାଉ। ଲୁଚକାଳି ଛୋଟ ପିଲାମାନଙ୍କ ଆମେ ଖେଳୁଛେ, ତେଣୁ ଲୁଚକାଳିରେ କ'ଣ କରୁଛେ, ଜଣେ ଲୁଚିଥାଏ ଏବଂ ଆଉ ଜଣେ ତାକୁ ଖୋଜିଥାଏ। ଯେତେବେଳେ ତାକୁ ବାହାର କରିଦିଆଯାଏ ସିଏ ପୁଣି ଆଉଥରେ ଆମକୁ ଖୋଜିଥାଏ। ଏଇଭଳି ଆମେ ଖେଳୁଛେ। ତେଣୁ ଏ ବିଷୟରେ ଆମେ ଜାଣିଛେ ଏକାଠି ଗୀତ ଗାଇବା। ପରିବାର ଏବଂ ବନ୍ଧୁବାନ୍ଧବ ପାଠ, ଏ ପାଠରେ ଆମେ ଏକାଠି କ'ଣ କରିବା, ଗୀତ ଗାଇବା। ବର୍ଷା ଦିନେ ଆମେ ବଗିଚାରେ ତିଆରି ହୋଇଥିବା ଗୋଟିଏ ଛୋଟ ଛପର ତଳେ ବସୁ। ବର୍ଷା ହେଉଥିବା ବେଳେ ବାହାରେ ବସିବାକୁ ବହୁତ ମଜା ଲାଗେ। ଏହି ସମୟରେ ଆମେ ଅନ୍ତାକ୍ଷରୀ ଏବଂ ସାପ ଓ ଶିଡ଼ି ବା ଲୁଡ଼ୁ ଖେଳ ଖେଳିଥାଉ। ବର୍ଷା ଦିନେ ମୋ ମା, ଜେଜେମା ଗରମ ଗରମ ପକୁଡ଼ି ଏବଂ ଚା ତିଆରି କରନ୍ତି। ଜେଜେବାପା, ଜେଜେମାଙ୍କ ସମେତ ଆମେ ସମସ୍ତେ ଏକାଠି ବସି ଗରମ ପକୁଡ଼ିର ମଜା ନେଇଥାଉ। ଅନେକ ସମୟରେ ମୋର ଜେଜେମା ବର୍ଷାକୁ ନେଇ ଗୀତ ଗାଆନ୍ତି। ସେ ଆମକୁ ମଧ୍ୟ କିଛି ଗୀତ ଶିଖାଇଛନ୍ତି। ବେଳେବେଳେ ତାଙ୍କ ସହ ମିଶି ଆମେ ମଧ୍ୟ ଗୀତ ଗାଉ। ଏହା ଆମକୁ ବହୁତ ଆନନ୍ଦ ଦିଏ। ଦେଖ ପିଲାମାନେ, ଯେତେବେଳେ ହଠାତ୍ ବର୍ଷା ଆସେ ସେତେବେଳେ ଆମେ ଛପର ଘର ତଳେ ବା ଚାଳ ଛପର ଘର କିମ୍ବା ଛାତ ଘର ତଳେ ବସି ଆମେ ବାହାରକୁ ତ ଯାଇ ହେବନି, ତେଣୁ ଆମେ ସେଠି ବସି ବିଭିନ୍ନ ପ୍ରକାର ଖେଳ, ଘର ଭିତରେ ଖେଳାଯାଉଥିବା ଖେଳକୁ ଆମେ ଖେଳୁ। ଆମେ ଜାଣିଛେ କେଉଁ ଖେଳ ବାହାରେ ଖେଳାଯାଏ ଏବଂ କେଉଁ ଖେଳ ଘର ଭିତରେ ଖେଳାଯାଏ। ସେଇ ଘର ଭିତରେ ଖେଳ ଭିତରେ ସାପ ଶିଡ଼ି ଖେଳୁଛେ ବା ଲୁଡ଼ୁ, ଏବଂ ଅନ୍ତାକ୍ଷରୀ କରୁଛେ, ଗୀତ ବୋଲୁଛେ, ଏବଂ ସେହି ସମୟରେ ମଧ୍ୟ ବିରକ୍ତ ଲାଗିଲେ ଚା ପିଉଛେ କିମ୍ବା ପକୁଡ଼ି ମା ଛାଣନ୍ତି ଆଉ ପକୁଡ଼ି ଛାଣି ଆମକୁ ଦିଅନ୍ତି। ଆମେ ଖାଇ ଖେଳର ମଜା ନେଇଥାଉ ଏବଂ ସେଇ ବର୍ଷାକୁ ଆମେ ପାଣି ପଡ଼ୁଥିବା ସମୟରେ ଦେଖିଥାଉ। ବର୍ଷାକୁ ଦେଖିଲେ ଆମକୁ କେତେ ଖୁସି ଲାଗେ। ପିଲାମାନେ, ବର୍ଷାକୁ ଦେଖିଲେ ସମସ୍ତେ ଖୁସି ଲାଗେ। ତେଣୁ ଏହି ଖୁସିରେ ଆମେ ଗୋଟେ ବର୍ଷାର ଗୋଟେ ଗୀତକୁ ଆମେ ଆଲୋଚନା କରିବା। ଦେଖ ପିଲାମାନେ, ଯେତେବେଳେ ବର୍ଷା ପାଣି ଟୁପ୍ ଟୁପ୍ ପଡ଼ିଥାଏ ଛାତରୁ କିମ୍ବା ଟିଣରୁ, ଚାଳରୁ, ଆମେ କ'ଣ କରୁ ପିଲାମାନେ, ଆମେ ହାତ ଦେଇଥାଉ। ପାଣିରେ ତିନ୍ତିବାକୁ ଆମକୁ ଇଚ୍ଛା ହୁଏ। ଆଉ ବେଳେବେଳେ ଯେଉଁ ପାଣି ଜମିଥାଏ କାଗଜରେ ଡଙ୍ଗା ସବୁ ତିଆରି କରୁ। କାଗଜରେ ଡଙ୍ଗା ତିଆରି କରି ଆମେ ଡଙ୍ଗାକୁ ଭସାଉ। ତେଣୁ ଏଇ ବର୍ଷା ଉପରେ ବର୍ଷା ଗୋଟେ ଗୀତ ଗାଇବା। ଦେଖ ପିଲାମାନେ, ମୁଁ ଆବୃତ୍ତି କରୁଛି, ତାକୁ ମନ ଦେଇ ଧ୍ୟାନ ସହକାରେ ଶୁଣିବା। ଶ୍ରାବଣ ମାସେ ମେଘ ଗରଜେ, ବିଜୁଳି ମାରେ ଚକ୍ ଚକ୍, ବେଙ୍ଗୁଲି ନାନୀ ପାଣିରେ ନାଚେ, ଖୁସିରେ ଡିଏଁ ଫକ୍ ଫକ୍, ବରଷା ରାଣୀର ଟୁପୁରୁ ଟାପୁରୁ ଶବ୍ଦ ଲାଗେ ମଜା, ପାଣିରେ ଭାସେ କାଗଜ ଡଙ୍ଗା ଶିଖାଇଥିଲେ ଅଜା, ବଣେ ମୟୂର ନାଚୁଥିବ ତା ସୁନ୍ଦର ପୁଚ୍ଛକୁ ମେଲି, ଭିଜିବା ଆମେ ସଭିଏ ଆସ ବରଷା ଗୀତ ବୋଲି। ଦେଖ ପିଲାମାନେ, ଯେତେବେଳେ ବର୍ଷା ହୁଏ, ବର୍ଷା କେବେ ହୁଏ ନା ଆମେ ଜାଣିଛେ ଶ୍ରାବଣ ମାସରେ ଜୋରରେ ମେଘ ବର୍ଷେ ଏବଂ ସେହି ସମୟରେ କ'ଣ କରେ ନା ଆକାଶରେ ବିଜୁଳି ଚକ୍ ଚକ୍ ମାରିଥାଏ। ସେହି ସମୟରେ ବେଙ୍ଗୁଲି ନାନୀ ପାଣିରେ ଫକ୍ ଫକ୍ ଡେଇଁଥାଏ ଏବଂ ବର୍ଷା ସମୟରେ ବେଙ୍ଗ ତାର ଶବ୍ଦ କରିଥାଏ। ବରଷା ରାଣୀର ଟୁପୁ ଟୁପୁ ଶବ୍ଦ ଲାଗେ ଆମକୁ କେତେ ମଜା, ପାଣିରେ ଭାସେ କାଗଜ ଡଙ୍ଗା ଶିଖାଇଥିଲେ ଅଜା। ଆମେ ଯେତେବେଳେ କାଗଜ ଡଙ୍ଗାକୁ ପାଣିରେ ଭସାଇଥାଉ, ବଣରେ ମେଘକୁ ଦେଖି ମୟୂର ତାର ପୁଚ୍ଛକୁ ମେଲି ନାଚିଥାଏ। ଆଉ ସେଇ
ନାଚୁଥିବା ସମୟରେ ଆମକୁ ଦେଖିବାକୁ ବହୁତ ମଜା ଲାଗେ। ଆଉ ସମସ୍ତେ ଭିଜିବା ପାଇଁ ଖୁସି ଅନୁଭବ କରିଥାନ୍ତି। ଏଥର ଛବି ଦେଖ, ଏ ଛବିରେ ପିଲାମାନେ କିପରି ପିଲାଟି କାଗଜ ଡଙ୍ଗାକୁ ଭସାଉଛି। ଆଉ ଏକ ପିଲା କ'ଣ କରୁଛି ନା ଓଳିରେ ପଡ଼ୁଥିବା ପାଣିକୁ ହାତରେ ଧରୁଛି। ତେଣୁ ଏଇଭଳି ପିଲାମାନେ କେତେ ମଜା ନେଇଥାନ୍ତି। ଜାଣିଛ ପିଲାମାନେ, ଏସବୁ ଆମେ ଦେଖିଛେ, ତାହା ଆମେ ଆଲୋଚନା କଲେ। ସ୍ନେହାର ପରିବାରରେ କେଉଁମାନେ ଅଛନ୍ତି? ଏଠି ପ୍ରଶ୍ନ ଅଛି, ସ୍ନେହାର ପରିବାରରେ କେଉଁମାନେ ଅଛନ୍ତି? ଏଠି ଆମେ ଲେଖିବା ପରିବାରରେ କିଏ କିଏ ରହନ୍ତି। ଝିପିଝିପି ବର୍ଷା ହେଉଥିଲେ ତୁମକୁ କ'ଣ କରିବାକୁ ଭଲ ଲାଗେ? ଆମେ ଜାଣିଛେ ଝିପିଝିପି ବର୍ଷା ହେଉଥିଲେ କ'ଣ କରିବା ନା ଲୁଡ଼ୁ ଖେଳିବା କିମ୍ବା ଅନ୍ତାକ୍ଷରୀ ଆଲୋଚନା କରିବା। ଏସବୁ ବର୍ଷା ହେଲେ ତୁମେ ତୁମ ପରିବାର ସଦସ୍ୟମାନେ କ'ଣ କରନ୍ତି? ବର୍ଷା ସମୟରେ ଖୁସି ପାଇଁ ବା ପକୁଡ଼ି ଛାଣି ଆମକୁ ଦିଅନ୍ତି। ତେଣୁ ଆମେ ଖୁସି ମନରେ ପକୁଡ଼ିକୁ ଖାଇଥାଉ। ବର୍ଷାକୁ ନେଇ ଗୀତଟିଏ ଗାଅ କିମ୍ବା ଛୋଟ ଗପଟିଏ କହ। ମାନେ ବର୍ଷା ଉପରେ ଆଉ କିଛି ନୂଆ ନୂଆ କବିତାକୁ ଆମେ ନିଜ ମନରୁ ବାହାର କରି ଗୀତଟିଏ ଗାଇବା। ପିଲାମାନେ, ତୁମ ସବୁ ଗୀତ ଆସୁଛି, ତେଣୁ ବର୍ଷା ଉପରେ ଆଉ କିଛି ନୂଆ ଗୀତ ଜାଣିଛ ଏବଂ ବର୍ଷାକୁ ନେଇ କିଛି ଗୋଟେ ଗପଟିଏ ଆମେ କହିବା। ପ୍ରତ୍ୟେକ ପିଲା କହିବା। ନିମ୍ନରେ ଥିବା ସାରଣୀରେ ତୁମ ପରିବାର ସଦସ୍ୟଙ୍କ ନାମ ଲେଖ। ଏଠି ଲେଖା ହେଇଛି ନାମ, ପରିବାର। ଆମ ପରିବାରରେ କିଏ କିଏ ରହନ୍ତି ଆମେ ଲେଖିବା। ତାଙ୍କ ନାଁ, ପରିବାରରେ କିଏ କିଏ ରହନ୍ତି ତାଙ୍କ ନାମ ଲେଖିବା। ଧନ୍ୟ ତମ ଘରେ ରାମ ରହନ୍ତି ବୋଲି ରାମ ଲେଖିବା। ଗୋବିନ୍ଦ ରହନ୍ତି ଗୋବିନ୍ଦ ଲେଖିବା। କିମ୍ବା ତମ ସାନ ଭଉଣୀ ପିଙ୍କୁ ରହନ୍ତି ପିଙ୍କୁ ଲେଖିବା। ଏବଂ ବିଭିନ୍ନ ମାଆଙ୍କର ଭଉଣୀ ତୁମ ସହ ସମ୍ପର୍କ, ପରିବାର ଆମ ପଡ଼ୋଶୀ ରହନ୍ତି ମାଆଙ୍କ ସହିତ ସମ୍ପର୍କ କିମ୍ବା ବନ୍ଧୁବାନ୍ଧବଙ୍କ ପରିଚୟ ଆମେ ଏଠି ଲେଖିବା। ଯେପରି ମାଆଙ୍କ ଭଉଣୀକୁ ଆମେ ମାଉସୀ ଡାକିବା, ସେଇଭଳି ମାଆଙ୍କ ଭାଇକୁ ଆମେ କ'ଣ ଡାକିବା? ମାଆଙ୍କ ଭାଇ ଆମେ ମାମୁଁ ଡାକିବା। ମାଆଙ୍କ ବାପାକୁ ଆମେ କ'ଣ ଡାକିବା? ଅଜା ଡାକିବା। ମାଆକୁ କ'ଣ ଡାକିବା? ଆଈ ଡାକିବା। ଏଇଭଳି ଆମେ ଆମ ବନ୍ଧୁବାନ୍ଧବଙ୍କ ବିଷୟରେ ଆମେ ଜାଣିବା, ଏକାଠି ମଜା କରିବା। ଦେଖ ପିଲାମାନେ, ଏଠି ପିଲାମାନେ କ'ଣ କରନ୍ତି? ଏଠି ବଇଁଶୀ ବଜାନ୍ତି, ଏଠି ତରଭୁଜ ଖାଆନ୍ତି, ମୋବାଇଲରେ ଗୀତ ଶୁଣନ୍ତି, ଫଟୋ ଉଠାନ୍ତି, ନାନା ପ୍ରକାର ମଜା କରନ୍ତି, ଖେଳନ୍ତି। ଏଇଭଳି ଆମ ଜେଜେବାପା ତାଙ୍କ ପିଲାବେଳେ ଖେଳୁଥିବା ଖେଳକୁ ଶ୍ୟାମକୁ ଓ ମୋତେ ଶିଖାଇଲେ। ସେ ମଧ୍ୟ କିଛି ଖେଳ ଆମ ସହ ଖେଳନ୍ତି। ଟମି ଆମ ସହ ମିଶି ଚାରିଆଡ଼େ ଦୌଡ଼େ ଓ ଖୁସିରେ ତା'ର ଲାଞ୍ଜକୁ ହଲାଇ ଭୁକେ। ଏଟା ଟମି କିଏ? ନା ଟମି ଏକ କୁକୁରର ନାମ। ତେଣୁ ଟମି ମଧ୍ୟ ଆମ ସହିତ ରହେ ଏବଂ ଚାରିଆଡ଼େ ବୁଲେ। ଆମ ଘରେ ଟମିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସେ ଆମ ପରିବାରର ଜଣେ ସଦସ୍ୟ ଭଳି। ଯେଭଳି ଆମେ ଗୋଟେ ସଦସ୍ୟ, କୁକୁର ବା ଟମି ମଧ୍ୟ ଗୋଟେ ସଦସ୍ୟ ହୋଇଯାଇଛି। ଆମ ସାଙ୍ଗମାନେ ମଧ୍ୟ ତା ସହ ଖେଳିବାକୁ ଭଲ ପାଆନ୍ତି। ଯେଭଳି ତୁମେମାନେ କୁକୁରକୁ ଭଲ ପାଅ, ତେଣୁ କୁକୁର ସହିତ ଖେଳ। ଶ୍ୟାମ ଏବଂ ସ୍ନେହା ଟମିକୁ କେବେ ହଇରାଣ କରନ୍ତି ନାହିଁ। ସେମାନେ ତାଙ୍କ ଖାଦ୍ୟକୁ ଟମିକୁ ମଧ୍ୟ ଦିଅନ୍ତି। ବିଭିନ୍ନ ପ୍ରକାର ପରିବାର ବିଷୟରେ ଆମେ ଗୀତଟିଏ ଗାଇବା। କେଉଁ ପରିବାରରେ ବଡ଼ ତ ଭାଇ, କେଉଁ ପରିବାର ସାନ, ଊଣା ଅଧିକ ହେଲେ ବି ଲୋକ କମେନି କାହା ମନ, ଖାଇବା ବେଳେ ଆମ ଭିତରେ ନଥାଏ ଭାବରେ ଭେଦ, ଶାଗ ପଖାଳ ହେଲେ ବି ତାହା ଲାଗଇ ଭାରି ସୁଆଦ। ଆମେ ଜାଣିଛ ପିଲାମାନେ, କେଉଁ ପରିବାର ବଡ଼ ଏବଂ କେଉଁ ପରିବାର ଛୋଟ। ଯାହାକି ମୁଁ ଆଗରୁ କହିଛି, ବଡ଼ ପରିବାରରେ ବହୁତ ଲୋକ ରହନ୍ତି,
ସାନ ପରିବାର ଛୋଟ ପରିବାରରେ କମ୍ ଲୋକ ରହନ୍ତି। ଊଣା ଅଧିକେ ବି ହେଲେ ମଧ୍ୟ ଆମ ମନରେ ପରିବାର ଭିତରେ ଆମର କିଛି ତଫାତ ବା ଭେଦଭାବ ରହେ ନାହିଁ। ଖାଇବା ବେଳେ ଆମ ଭିତରେ ଏକତା ରହିଥାଏ। ଶାଗ ପଖାଳ ଖାଇଲେ ମଧ୍ୟ ଆମ ମନ ସବୁବେଳେ ଆନନ୍ଦ ରହିଥାଏ, ଭାରି ସ୍ୱାଦ ଲାଗେ। ଘରର ବଡ଼ ଆମକୁ କେବେ ଦିଅନ୍ତି ନାହିଁ ଗାଳି, ପାଖରେ ବସାଇ ଗେହ୍ଲାରେ ସବୁ ତୁଟାନ୍ତି ଆମ କଳି। ବାପା ମା ତ ଆମ ସାଥିରେ ଅଛନ୍ତି ମୋର ଭାଇ, ସରଗ ଲାଗେ ଆମ ଘରଟି ହସିଲେ ଅଜା ଆଈ। ଦେଖ ପିଲାମାନେ, ଏଠି ଲେଖା ହେଇଛି ଆମ ଘରରେ କେବେ ଆମକୁ ଗାଳି ଦିଅନ୍ତି ନାହିଁ। ଯଦି ଆମେ କିଛି ଭୁଲ କରିଥାଉ ତାହେଲେ ଆମକୁ ବୁଝାଇ ଦିଅନ୍ତି, ପାଖରେ ବସାଇ ଗେଲ ଆଦର କରନ୍ତି। ଆମର କଳି ଝଗଡ଼ା ଲାଗିଲେ ତାକୁ ସମାଧାନ କରିଦିଅନ୍ତି। ବାପା ମା ତ ଆମ ସାଥିରେ ଅଛନ୍ତି, ଭାଇ ମଧ୍ୟ ଅଛନ୍ତି। ସରଗ ଲାଗେ ଆମ ଘରଟି। ସତରେ ଆମ ଘରଟି ଏତେ ସ୍ୱର୍ଗ ଭଳି ଲାଗେ, ମାନେ ଏତେ ଆନନ୍ଦ ଲାଗେ ବୋଲି ପିଲାମାନେ କହନ୍ତି। ତେଣୁ ଆମେ ଘରେ ବାପା ମାଙ୍କ କଥା ମାନିବା, ଭାଇଙ୍କ କଥା ମାନିବା, ସାନ ଭାଇକୁ ସ୍ନେହ ଦେବା, ଖୁସି ମନରେ ରହିବା, ତାହେଲେ ଆମ ପରିବାରଟି ହସ ଖୁସିରେ ଚଳିପାରିବ। ଗୋଟିଏ ପରିବାରରେ କମ୍ କିମ୍ବା ବେଶୀ ସଦସ୍ୟ ରହିପାରନ୍ତି। ଯଦି ତୁମେ ନିଜ ଆଖପାଖକୁ ଲକ୍ଷ୍ୟ କରିବ ତେବେ ତୁମକୁ ଅନେକ ପ୍ରକାର ପରିବାର ଦେଖିବାକୁ ମିଳିବ। ତେଣୁ ଆମ ଗାଁରେ କେଉଁ ପରିବାରରେ କେତେଜଣ ରହନ୍ତି ଆମେ ଦେଖିଛେ, ଜାଣିଛେ, ସେ ବିଷୟରେ ଆମେ କିଛି ଆଲୋଚନା କରିବା। ତୁମେ ତୁମ ପରିବାରର ବୟସ୍କ ଏବଂ ଅନ୍ୟ ସଦସ୍ୟଙ୍କ ସହିତ କେଉଁ ଖେଳ ଖେଳିବାକୁ ପସନ୍ଦ କର? ପିଲାମାନେ, କେଉଁ ଖେଳ ତୁମ ସାଙ୍ଗମାନଙ୍କ ସହିତ କିମ୍ବା ବୟସ୍କ ଲୋକଙ୍କ ସହିତ ଖେଳିବାକୁ ଭଲ ପାଅ, ତାକୁ ତମେ ବର୍ଣ୍ଣନା କରିବ। କେଉଁ କେଉଁ ପଶୁ ତୁମ ଘରକୁ କିମ୍ବା ତୁମ ସାହିକୁ ଆସନ୍ତି? ଆମେ ଜାଣିଛେ ଆମ ଘରକୁ ବିଭିନ୍ନ ପ୍ରକାର ପଶୁ ଆମେ ପାଳନ କରୁଛେ। ଆମେ ପକ୍ଷୀ ପାଳନ କରୁଛେ, ତାହା ଆମେ ଲେଖିବା। ଶୁଆ, ଚାରି, ବଣି ଏବଂ କୁକୁର ଏସବୁ ଆମେ ପାଳନ କରୁଛେ। ଛେଳି, ଗାଈ, ମଇଁଷି ଆମେ ପାଳନ କରୁଛେ, ତାକୁ ଆମେ ଏଠାରେ ଲେଖିବା। ତୁମେ କେବେ ତୁମ ଘର ପାଖରୁ ଆସିଥିବା ପକ୍ଷୀମାନଙ୍କୁ ବା ପଶୁମାନଙ୍କୁ ଖାଇବାକୁ ଦେଇଛ କି? ତୁମ ଅନୁଭୂତି କୁହ। ଯେତେବେଳେ କୌଣସି ଦୈନ୍ୟ ଗୋଟେ ଗାଈ ଆସିଲା ତମ ଘର ପାଖକୁ, ତମେ କ'ଣ କରୁଛ ନା ପରିବା ଚୋପା ବାହାରୁଛି ଆମ ଘରେ, ତେଣୁ ପରିବା ଚୋପା ନେଇ ତାକୁ ଆମେ ଖାଇବାକୁ ଦେବା। ଖାଇବାକୁ ଦେଲେ ସିଏ ଯେତେବେଳେ ଖାଇଥାଏ କେତେ ଆମକୁ ଖୁସି ଲାଗେ। ତେଣୁ ଆମେ ନିଜେ ଖାଇବା ସହିତ ଅନ୍ୟକୁ ଯଦି ଆମେ ଖାଇବାକୁ ଦେଉଛେ, ତା ଭୋକକୁ ଆମେ ଦୂର କରିପାରୁଛେ, ତାହେଲେ ଆମକୁ ବହୁତ ଖୁସି ଲାଗେ। ତେଣୁ ଆମେ କ'ଣ ଶିଖିଲେ ଏଠି ନା ଏଠାରେ ଆମେ ଶିଖିଲେ ନିଜେ ଖାଇ ଯେପରି ଭୋକ ମେଣ୍ଟାଉଛେ, ସେହିଭଳି ଅନ୍ୟକୁ ମଧ୍ୟ ଖୁଆଇ ତାର ଦୁଃଖକୁ ଆମେ ବୁଝିବା, କ୍ଷୁଧାର୍ଥକୁ ଆମେ ଦୂର କରିବା। ଯେପରି ଆମକୁ ଭୋକ ହେଲେ ଆମକୁ କଷ୍ଟ ଲାଗେ, ସେଭଳି ପଶୁମାନଙ୍କୁ ଭୋକ ହେଲେ ମଧ୍ୟ ତାଙ୍କୁ କଷ୍ଟ ଲାଗେ। ତେଣୁ ଆମେ ଏଠି କ'ଣ ଶିଖିବା ନା ଅନ୍ୟକୁ ଖାଇବାକୁ ଦେବା ବା ସହଯୋଗ ମନୋବୃତ୍ତି କରିବା। ତେଣୁ ଅନ୍ୟମାନଙ୍କୁ ସହଯୋଗ କରିବା। କଥାରେ ଅଛି, ସାହାଯ୍ୟ ସହଯୋଗ କଲେ ଭଗବାନ ମଧ୍ୟ ଆମକୁ ସାହାଯ୍ୟ ସହଯୋଗ କରିପାରିବେ। ତେଣୁ ଆମେ କାହାର ଅନିଷ୍ଟ ଚିନ୍ତା କରିବା ନାହିଁ। ଯଦି ଆମେ କିଛି ପାରିବା ତାହାକୁ ସାହାଯ୍ୟ କରିବା। ଠିକ୍ ସେହିଭଳି ବିପଦରେ ପଡ଼ିଥିବା ଲୋକଙ୍କୁ ଆମେ କିଛି ସହାୟତା ବା ସାହାଯ୍ୟ କରିପାରିବା। ପଶୁପକ୍ଷୀଙ୍କୁ ଚିଡ଼ାଇବା କିମ୍ବା ଆଘାତ ଦେବା ଉଚିତ ନୁହେଁ। କାହିଁକି? ଦେଖ, ଆମମାନଙ୍କର ଜୀବନ ଯେପରି ଅଛି, ଆମ ପାଠରେ ଯେପରି ଆଘାତ ଲାଗିଲେ ଆମକୁ କଷ୍ଟ ଲାଗେ, ଠିକ୍ ସେହିଭଳି ପଶୁପକ୍ଷୀମାନଙ୍କୁ ଆଘାତ ଲାଗିଲେ ତାଙ୍କୁ ମଧ୍ୟ କଷ୍ଟ ଲାଗେ। ଆମେ ଯେପରି ଚିତ୍କାର କରୁ ସେମାନେ ମଧ୍ୟ ଚିତ୍କାର କରନ୍ତି। ତଫାତ୍ ଏତିକି, ଆମେ କଥା କହିପାରୁଛେ କିନ୍ତୁ ସେମାନେ କଥା କହିପାରନ୍ତି ନାହିଁ। ତେଣୁ
ତାଙ୍କ କଥା ଆମେ ବୁଝିପାରୁନଥାଉ। ତେଣୁ ଆମେ କ'ଣ କରିବା ନା ଆମେ କୌଣସି ପଶୁପକ୍ଷୀଙ୍କୁ ଆଘାତ ଦେବା ଉଚିତ ନୁହେଁ। ତାକୁ ଆମେ ଆଘାତ ଦେବା ନାହିଁ। ତେଣୁ ଆମକୁ କଷ୍ଟ ଲାଗିଲେ, ମାଡ଼ ହେଲେ ଆମକୁ ଯେପରି କଷ୍ଟ ଲାଗେ, ପଶୁପକ୍ଷୀମାନଙ୍କୁ ମଧ୍ୟ ସେହିଭଳି କଷ୍ଟ ଲାଗିଥାଏ। ଏବେ ଆମେ ଯିବା ଆମ ପରିବାର ସଦସ୍ୟ, ବନ୍ଧୁବାନ୍ଧବ, ପଡ଼ୋଶୀ ଏବଂ ସମ୍ପର୍କୀୟମାନେ ସମସ୍ତେ ଆମକୁ ଭଲ ପାଆନ୍ତି, ଆମର ଯତ୍ନ ନିଅନ୍ତି ଏବଂ ସହଯୋଗ କରନ୍ତି। ପିତାମାତା ବା ବାପା ମା, ତାଙ୍କ ପୁଅ ଝିଅ, ଶ୍ୟାମ ସୁରଜ ସ୍ନେହାଙ୍କ ପରି ଜେଜେମା ଜେଜେବାପା, ଅନ୍ୟ ବୟସ୍କ ସଦସ୍ୟଙ୍କୁ ନେଇ ପରିବାର ଗଠିତ ହୋଇଥାଏ। ମୁଁ ପୂର୍ବରୁ କହିଛି ବାପା ମା ଭାଇ ଭଉଣୀକୁ ନେଇ ପରିବାର ଗଠିତ ହୋଇଥାଏ। ପରିବାରରେ ସମସ୍ତେ ପରସ୍ପରକୁ ଭଲ ପାଆନ୍ତି ଏବଂ ପରସ୍ପର ଯତ୍ନ ନିଅନ୍ତି। ପରିବାର ସଦସ୍ୟମାନେ ପରିବାରର ସମସ୍ତେ ପରସ୍ପରକୁ ଭଲ ପାଆନ୍ତି। ପରିବାରର ସଦସ୍ୟମାନେ ପଶୁ ପକ୍ଷୀ ବୃକ୍ଷଲତାକୁ ଭଲ ପାଆନ୍ତି, ଯତ୍ନ ମଧ୍ୟ ନିଅନ୍ତି। ଯେପରି ଆମେ ଫୁଲ ଗଛଟିର ଯତ୍ନ ନେଉ, ଅନ୍ୟ ଗଛର ମଧ୍ୟ ଯତ୍ନ ନେଇଥାଉ, ଘରେ ପାଳିଥିବା ଗାଈ ମଇଁଷିର ଯତ୍ନ ନେଇଥାଉ, କୁକୁର ବିଲେଇ ଛେଳି ପାଳନ କରିଥାଉ, ତା'ର ଯତ୍ନ ନେଉ। ଶୁଆ ସାରି ପାରା ଆଦି ପକ୍ଷୀମାନେ ପରିବାରର ଅଂଶ ହୋଇଥାନ୍ତି। ସ୍ନେହା ଏବଂ ଶ୍ୟାମ ଯେପରି ତାଙ୍କ ପୋଷା କୁକୁର ଟମିକୁ ଭଲ ପାଆନ୍ତି, ଠିକ୍ ସେହିଭଳି ଆମେ ମଧ୍ୟ ପଶୁପକ୍ଷୀଙ୍କୁ ଭଲ ପାଇବା, ସେମାନଙ୍କ ଯତ୍ନ ନେବା ଉଚିତ, ପରସ୍ପରକୁ ସାହାଯ୍ୟ କରିବା। ତେଣୁ ଆମେ ଏଠି ପରସ୍ପରକୁ ସାହାଯ୍ୟ କରିବା ମନୋଭାବ ରଖିବା। ତୁମ ପରିବାରରେ ଦେଖୁଥିବା କାର୍ଯ୍ୟଗୁଡ଼ିକ ଠିକ୍ ଚିହ୍ନ ଦିଅ। ତୁମ ପରିବାରରେ ଦେଖୁଥିବା କାର୍ଯ୍ୟଗୁଡ଼ିକୁ ଠିକ୍ ଚିହ୍ନ ଦିଅ ଏବଂ ରଙ୍ଗ କର। ଏଠି ଦେଖ, ପରିବାରରେ ମା ଆମକୁ କୁଣ୍ଡାଇ ଦିଅନ୍ତି, ବାପା ଲୁଗାପଟା ସଫା କରିଦିଅନ୍ତି, ଆମକୁ ଆମର ଜେଜେବାପା ବାପା ଗାଧେଇ ଦିଅନ୍ତି। ଆମେ ଦେଖିଛେ ସବୁ। ଏଠି ଦେଖ, ଘରେ ପରିବାରରେ କାହାର ଦେହ ଖରାପ ହେଲେ କିଏ ସେବା ଯତ୍ନ କରନ୍ତି ଏବଂ ରୋଷେଇରେ ମଧ୍ୟ ବେଳେବେଳେ ଆମେ ସହଯୋଗ କରୁ। ଏଠି ଆମ ପିତାମାତା ଆମକୁ ବୁଝାଇ ଦିଅନ୍ତି ପାଠ ବିଷୟରେ, ତାହା ଆମେ ଦେଖିଛେ। ଆମ ପରିବାରରେ ଏହା ହେବାର ଦେଖିଛେ, ତାକୁ ଠିକ୍ ଚିହ୍ନ ଦେବା। ଏଇ କୋଉଟା ଆମେ ଦେଖିଛେ ନା ଆମ ପରିବାରରେ ଏଇ ଚିତ୍ରକୁ ଆମେ ଦେଖିଛେ। ତାପରେ ଆମ ପରିବାରରେ ଏଇ ଚିତ୍ରକୁ ମଧ୍ୟ ଆମେ ଦେଖିଛେ। ଦେଖ, ଏଠି ମା ବୁଝାଇ ଦିଅନ୍ତି, ତେଣୁ ଏଠି ଆମେ ଠିକ୍ ଚିହ୍ନଟି ଦେଇଦେବା। ଆମେ ଆମ ଘରର ଅନେକ କାମ ମିଳିମିଶି କରିଥାଉ। ମୋର ଲମ୍ବା କେଶ ଅଛି। ମୋର ଜେଜେମା ମୁଁ ସ୍କୁଲ ଯିବା ପୂର୍ବରୁ ସକାଳେ ମୋ କେଶକୁ ତେଲ ଲଗାଇ ବେଣୀ କରିଦିଅନ୍ତି। ସେହି ସମୟରେ ସେ ଗୁଣୁଗୁଣୁ ହୋଇ ଗୀତ ଗାଆନ୍ତି। ତାଙ୍କ ଗୀତ ଶୁଣିବାକୁ ମୋତେ ବହୁତ ଖୁସି ଲାଗେ। ମୁଁ ତାଙ୍କଠାରୁ ଅନେକ ଗୀତ ଶିଖିଛି। ରୋଷେଇ ଓ ସଫେଇଠାରୁ ଆରମ୍ଭ କରି ଘରର ସମସ୍ତ କାମରେ ବାପା ମା ପରସ୍ପରକୁ ସାହାଯ୍ୟ କରନ୍ତି। ମୋର ଜେଜେବାପା ବଗିଚା କାମ କରିବାକୁ ଭଲ ପାଆନ୍ତି। ଶ୍ୟାମ ଭାଇ ଓ ମୁଁ ଆମ ବାପା ମା ଏବଂ ଜେଜେବାପା ଜେଜେମାଙ୍କ ପ୍ରତିଦିନ ସେମାନଙ୍କ ଭାଇ ସେମାନଙ୍କ କାମରେ କିଛି କିଛି ସାହାଯ୍ୟ କରିଥାଉ। ଶ୍ୟାମ ଭାଇ ପନିପରିବା ଧୁଆଧୁଇ କରି କାଟିବାରେ ମାଆଙ୍କୁ ସାହାଯ୍ୟ କରିଦିଅନ୍ତି। ମୁଁ ଜେଜେବାପାଙ୍କୁ ବଗିଚା କାମରେ ସାହାଯ୍ୟ କରେ। ଦେଖ ପିଲାମାନେ, ଆମେ ଦେଖିଛେ ବେଳେବେଳେ ଆମେ ବିଦ୍ୟାଳୟକୁ ଯିବା ପୂର୍ବରୁ ଆମର ଜେଜେବାପା କିମ୍ବା ମା ବାପା ଆମର ମୁଣ୍ଡକୁ ତେଲ ଲଗାଇ ମୁଣ୍ଡକୁ କୁଣ୍ଡାଇ ଦିଅନ୍ତି, ଦେଖିଛେ। ସେହି ସମୟରେ ଗୁଣୁଗୁଣୁ ହୋଇ ଗୀତ ମଧ୍ୟ ଗାଇବାର ଆମେ ଲକ୍ଷ୍ୟ କରିଛେ। ବେଳେବେଳେ ଜେଜେବାପା
ବଗିଚାରେ କାମ କରନ୍ତି। ଆମେ ମଧ୍ୟ ବେଳେବେଳେ ତାଙ୍କ ସହିତ ମିଶି କଥାବାର୍ତ୍ତା ହୋଇ କାମରେ ସହଯୋଗ କରୁ। ମାଆଙ୍କୁ ମଧ୍ୟ ରୋଷେଇ କାମରେ ସହଯୋଗ କରିଥାଉ। ଏଇଭଳି କରିବା ଦ୍ୱାରା ଆମେ କିଛି ରୋଷେଇ ବିଷୟରେ ମଧ୍ୟ ଧାରଣା ପାଇପାରିବା। ଜେଜେବାପାଙ୍କ ସହିତ କାମ କଲେ ମଧ୍ୟ ଆମେ କାମ କରିବାର କୌଶଳ ଆମେ ଶିଖିପାରିବା ଏବଂ ଦେଖିବା। ତେଣୁ ଦେଖିବା, ଶିଖିବା, ନିଜେ କରିବା। ତେଣୁ ଏହାଦ୍ୱାରା ଆମେ ଅଭ୍ୟାସ ମଧ୍ୟ କିଛି ହେବ। ଆମେ ଜାଣିପାରିବା କେଉଁ ଗଛରେ କେତିକି ପାଣି ଦିଆଯିବ, ସାର କ'ଣ ଦିଆଯିବ, ସେ ବିଷୟରେ ଆମେ ଜାଣିପାରିବା। ଚାଷ କାମ କିପରି ହୁଏ ସେ ବିଷୟରେ ଆମେ ମଧ୍ୟ ଧାରଣା ପାଇପାରିବା। ତେଣୁ ତାଙ୍କୁ ସାହାଯ୍ୟ କରିବା। ମନି ଆମ ଜଣେ ଘନିଷ୍ଠ ସାଙ୍ଗ। ସେ ଏବଂ ତାଙ୍କ ମା କୁସୁମ ମାଉସୀ ମାଆଙ୍କ ଘନିଷ୍ଠ ସାଙ୍ଗ, ଯିଏକି ଭଉଣୀ ଭଳି ଆମ ଘର ନିକଟରେ ରହନ୍ତି। କୁସୁମ ମାଉସୀ ଭଲ ରୋଷେଇ କରନ୍ତି। ପର୍ବପର୍ବାଣିରେ ସେ ମଧ୍ୟ ଆମ ପାଇଁ ପିଠା ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିଦିଅନ୍ତି। ଆମେ ଜାଣିଛେ ପିଲାମାନେ, ଯେତେବେଳେ ପର୍ବପର୍ବାଣି ହୁଏ, ବିଭିନ୍ନ ପ୍ରକାର ପୁନେଇ ପର୍ବରେ ପିଠାପଣା ହୋଇଥାଏ। ସେଇ ପିଠାପଣାକୁ ଆମେ ହସ ଖୁସିରେ ଖାଇଥାଉ। ପତ୍ର ଫୁଲ ବ୍ୟବହାର କରି ସୁନ୍ଦର ରଙ୍ଗୋଲି ମଧ୍ୟ ଆମେ କରିଥାଉ। ତୁମ ପରିବାରର ସଦସ୍ୟମାନେ ପରସ୍ପରକୁ କିପରି ସାହାଯ୍ୟ କରନ୍ତି ତାହା ଦେଖାଇବା ପାଇଁ ତୁମେ ଆଉ କିଛି ଚିତ୍ର ଅଙ୍କନ କରିବ। ଆମେ ସମସ୍ତେ ପରିବାରର ସଦସ୍ୟ ଏବଂ ପଡ଼ୋଶୀଠାରୁ ଅନେକ କଥା ଶିଖିଥାଉ। ବେଳେବେଳେ ଆମ ପାଖ ପଡ଼ୋଶୀଠାରୁ ଅନେକ କଥା ଶିଖିଥାଉ। ତୁମେ ତୁମ ପରିବାରର କ'ଣ ସଦସ୍ୟଙ୍କଠାରୁ କିଛି ଶିଖିଛ କି? ତୁମେ କାହାଠାରୁ କ'ଣ ଶିଖିଛ ଲେଖିବ। ତୁମଠାରୁ କେହି କିଛି ଶିଖିଛନ୍ତି କି? ଗଛ ତଳେ ପଡ଼ିଥିବା କିଛି ପତ୍ର ଫୁଲକୁ ସଂଗ୍ରହ କରି ଏକ ରଙ୍ଗୋଲି ତିଆରି କର। ତୁମେ ତୁମ ପରିବାରକୁ କିପରି ସାହାଯ୍ୟ କର? ପରିବାରକୁ ଆମେ କ'ଣ ସାହାଯ୍ୟ କରୁ? ବାପାଙ୍କୁ କାମରେ ସହଯୋଗ କରୁ, ମାଆଙ୍କୁ କାମରେ ସହଯୋଗ କରୁ। ଏଠି ଆମେ ଲେଖିବା। ତୁମ ପରିବାରରେ ସବୁଠାରୁ ବୟସ୍କ ବ୍ୟକ୍ତି କିଏ? ତୁମ ପରିବାରରେ ସବୁଠାରୁ ବୟସ୍କ ବ୍ୟକ୍ତି କିଏ? ଏଠି ତୁମେ ଲେଖିବ। ତୁମର ବୟସ୍କ ବ୍ୟକ୍ତି କିଏ? ବାପା ଯଦି ଥାଆନ୍ତି ବାପା, କିମ୍ବା ତାଙ୍କଠୁ ବଡ଼ ଜେଜେବାପା, ଜେଜେବାପା ବଡ଼ ଥାଆନ୍ତି ଜେଜେବାପା ଲେଖିବା। ତୁମ ପରିବାରର ସବୁଠୁ ସାନ କିଏ? ତୁମ ପରିବାରରେ ଯଦି ସାନ ଭଉଣୀ ଥିବେ ଲେଖିବ ସାନ ଭଉଣୀ ତାଙ୍କ ନାଁ, କିମ୍ବା ବଡ଼ ଭାଇ ସାନ ସବୁଠୁ ଭଉଣୀ ଥିବେ କିମ୍ବା ଭାଇ ଥିବେ ତାକୁ ଆମେ ଲେଖିବା। ତୁମ ପରିବାରରେ କିଏ ସମସ୍ତଙ୍କୁ ଅଧିକାଂଶ ସମୟରେ ସାହାଯ୍ୟ କରନ୍ତି? ବାପା ସାହାଯ୍ୟ କରନ୍ତି କି ମା ସାହାଯ୍ୟ କରନ୍ତି କିମ୍ବା ଜେଜେବାପା ସାହାଯ୍ୟ କରନ୍ତି, ତାହାକୁ ଲେଖିବା। ପରିବାର ବନ୍ଧୁବାନ୍ଧବଙ୍କ ସହ ମଜା। ଏହା ଏକ ଛୁଟି ଦିନ ଥିଲା। ଆମେ ସମସ୍ତେ ଆମ ଜେଜେବାପାଙ୍କ ସହିତ ପାର୍କ ଯାଇଥିଲୁ। ପାର୍କରେ ଦୋଳି ଥାଏ ଏବଂ ବହୁତ ଜିନିଷ ଥାଏ, ବଗିଚା ଥାଏ। ସେଠାରେ ଆମେ ବୁଲାବୁଲି କରୁ। ଯେତେବେଳେ ଆମେ ସେଠାରେ ପହଞ୍ଚିଲୁ, ଆମ ସାଙ୍ଗ ରୋହିତ, ରାକେଶ, ଚିନୁ, ଲକି, ମନୋଜ ଅନ୍ୟମାନଙ୍କ ସହ ରୁମାଲ ଚୋରି ଖେଳୁଥିଲେ। ଆମେ ସେମାନଙ୍କ ସହ ଖେଳରେ ଯୋଗ ଦେଲୁ। ସମସ୍ତେ ଗୋଲରେ ବସିଲୁ। ମୋର ପାଳି ଯେତେବେଳେ ପଡ଼ିଲା, ମଝିରେ ରଖାଯାଇଥିବା ରୁମାଲକୁ ନେଇ ମୋ ଫ୍ରକରେ ଲୁଚାଇ ସମସ୍ତଙ୍କ ଚାରିପଟେ ଘୂରି ଚିନୁର ପଛରେ ତା ଅଜାଣତରେ ରଖିଦେଲି। ମୁଁ ଗୋଲରେ ଘୂରି ଚିନୁ ପାଖକୁ ଆସିଲା ବେଳେ ସେ ଜାଣି
ପାରିଲା ନାହିଁ। ମୁଁ ଚିନୁକୁ ଠିଆ କରି ରୁମାଲରେ ମାରିବା ପାଇଁ ଗୋଡ଼ାଇଲି। ଚିନୁ ଗୋଲରେ ବୁଲି ତା ସ୍ଥାନରେ ବସି ପଡ଼ିଲା। ଏଥର ରୁମାଲ ରାକେଶ ପଛପଟେ ରଖିଲି। ରାକେଶ କିନ୍ତୁ ଜାଣିପାରି ରୁମାଲ ଉଠାଇ ମୋତେ ମାରିବା ପାଇଁ ଗୋଡ଼ାଇଲା। ମୁଁ ଧାଇଁ ଆସି ରାକେଶର ସ୍ଥାନରେ ବସି ପଡ଼ିଲି। ଏଇଭଳି ଆମେ ଖେଳଟି ଖେଳୁଛେ। ଆମେ ଖେଳୁଛେ ବିଭିନ୍ନ ଖେଳୁଛେ। ତେଣୁ ଏହି ମଜାଦାର ଥିଲା। କିଛି ସମୟ ପରେ ଆମେ ଥକା ଅନୁଭବ କରୁଥିବାରୁ ଜେଜେବାପା ଆମକୁ ବିଶ୍ରାମ ନେବାକୁ କହିଲେ। ତାପରେ ଆମକୁ କହିଲେ ପାଖାପାଖି 20 ମିନିଟ୍ ପରେ ଜେଜେବାପା ଆମକୁ ସରବତ ପିଆଇଲେ। ଖୁବ୍ ଶୀଘ୍ର ଅନ୍ଧାର ହେଲା ଏବଂ ଆମେ ଘରକୁ ଫେରିଲୁ। ସେଦିନ ସାଙ୍ଗସାଥିମାନଙ୍କ ସହିତ ମିଶିବା, ଖେଳିବା, ମଜା କରିବାରେ ଆନନ୍ଦ ନେଲୁ। ତେଣୁ ଆମେ ଜାଣିଛେ ଖେଳ ସମୟରେ ଖେଳିବା ଏବଂ ପାଠ ପଢ଼ା ସମୟରେ ଆମେ ପଢ଼ିବା। ଏହିଭଳି ବିଭିନ୍ନ ପ୍ରକାର କଥାକୁ ଆମେ ଏଠି ଲେଖିବା। ପରିବାରର ସଦସ୍ୟମାନେ ପରସ୍ପରକୁ କିପରି ଭଲ ପାଆନ୍ତି ଏବଂ ଯତ୍ନ ନିଅନ୍ତି। ତୁମେ ତୁମ ସାଙ୍ଗମାନଙ୍କ ସହିତ କେଉଁ ଖେଳଗୁଡ଼ିକ ଖେଳ ତାକୁ ଲେଖିବ। ଚିତ୍ର ଏଠି ଅଙ୍କନ କରିବ। ତୁମେ ତୁମ ପରିବାର ସହିତ ମିଶି ଉପଭୋଗ କରୁଥିବା କିଛି ଖୁସି ସମୟକୁ ଚିତ୍ର ମାଧ୍ୟମରେ ପ୍ରକାଶ କରିବ। ଆସ କଥାବାର୍ତ୍ତା ହେବା। ତୁମ ପରିବାରର ବୟସ୍କମାନଠାରୁ ତୁମେ କ'ଣ ଶିଖିଛ? ଆମ ପରିବାରର ବୟସ୍କଠାରୁ ଆମେ କ'ଣ ଶିଖିଛେ? ଆମେ ଅନ୍ୟକୁ ସାହାଯ୍ୟ କରିବାର ଶିଖିଛେ। ଜୀବମାନଙ୍କ ପ୍ରତି ଦୟା କରିବାର ଶିଖିଛେ ଏବଂ କାହା ମନରେ ଦୁଃଖ ନ ଦେବାର ଶିଖିଛେ। କାଗଜରେ ବିଭିନ୍ନ ପ୍ରକାର ଡଙ୍ଗା ତିଆରି କରିବା ଆମେ ଶିଖିଛେ। ଆମ ପରିବାରର ସଦସ୍ୟମାନଙ୍କ ପ୍ରତି ଆମର ଭଲ ପାଇବା ଯତ୍ନକୁ କିପରି ପ୍ରଦର୍ଶନ କରିପାରିବା। ଆମ ପରିବାରରେ ସଦସ୍ୟମାନଙ୍କ ପ୍ରତି ଆମର ଭଲ ପାଇବା ରଖିବା ଉଚିତ। ପରସ୍ପରକୁ ସାହାଯ୍ୟ ସହଯୋଗ କରିବା। ଜେଜେବାପା ଜେଜେମାଙ୍କର ସେବା ଯତ୍ନ କରିବା। ବୟସ୍କ ଲୋକଙ୍କୁ ସମ୍ମାନ ଦେବା ଇତ୍ୟାଦି। ଆମେ ଆମ ପରିବାର ସଦସ୍ୟ ବ୍ୟତୀତ ଅନ୍ୟମାନଙ୍କ ଯତ୍ନ ମଧ୍ୟ ନେଇଥାଉ। ସେମାନେ କିଏ? ଆମେ ସେମାନଠାରୁ ଯତ୍ନ କିପରି ନେଇଥାଉ? ଦେଖ, ଆମ ପରିବାର ବ୍ୟତୀତ ଅନ୍ୟର ଯତ୍ନ କିପରି ନେଇଥାଉ? ଆମ ପରିବାର ବ୍ୟତୀତ ଅନ୍ୟ ପରିବାର ଯାହାକି ଅଜା, ଆଈ, ମାମୁଁ, ମାଇଁ ସେମାନଙ୍କର ଯତ୍ନ ମଧ୍ୟ ନେଇଥାଉ। ବେଳେବେଳେ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଡାକ୍ତରଖାନା ନେଉ ଏବଂ ସେମାନଙ୍କର ସେବା ଯତ୍ନ କରିଥାଉ। କାର୍ଯ୍ୟ ଖୋଜ ଏବଂ ଗୋଲ କର। ନିମ୍ନରେ ପ୍ରଦତ୍ତ ଘରେ ଖେଳ ସମ୍ପର୍କିତ 5ଟି ଶବ୍ଦକୁ ଗୋଲ କର। ଯେପରି ଉଦାହରଣ ତୁମେ ଦିଆଯାଇଛି ଖେଳନା ଗୋଲ ହେଲା। ଆଉ ସେମିତି କ'ଣ କ'ଣ ଅର୍ଥ ପ୍ରକାଶ ହେବ ତାକୁ ଆମେ ଏଠି ନିଜେ ଏହାକୁ ବୁଦ୍ଧି ଖଟାଇ ଆମେ କରିବା। ଏହି ପ୍ରଥମ ପାଠଟି ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି। ଏହାକୁ ଭଲ ଭାବରେ ବୁଝିବା ଏବଂ ବୁଝିବା, ପଢ଼ିବା, ମନ ଦେଇ ପଢ଼ିବା, ବୁଝିବା।